हेलो एवरीवन, जय जगन्नाथ। नमस्कार समस्त स्वागत जनाऊँ मोर आ गोटे ब्लॉग को। जमी आपड़ी जे लास्ट ब्लॉग रे मोर गोटे सीरीज आसार अच्छी जो कि मु 10टा प्लेस अंडर रेटेड प्लेस को विजिट करी। तो बहुत जल्दी ही स्टार्ट करुचे ब्लॉग आ सीरीज 1 रो फास्ट ब्लॉग। तो मु लोकेशन को बहुत जल्दी सकाल सकाल बाहर जाइए बहुत लोकेशन एक्चुअली बहुत पाखापाखि हो गले। आप देखिपे गोटे जगह अच्छे वन दुर्गा मंदिर से पाखे मु ब्लॉग स्टार्ट करुच्ची। तो ये पाखर ही लोकेशन टा पूरा अल्प बाट। तो लोकेशन एक्चुअली आमर रामायण ठू जड़ित अच्छी। तो लोकेशन रे एक्चुअली कौन रामायण सहित जड़ित अच्छी आम लोकेशन रे जानिबा। लोकेशन स्टोरी कौन, लोकेशन केमती रोचे आपण मानक वीडियो माध्यम देखिए। तो वीडियो माध्यम कंटिन्यू करंतु वीडियो को देखिए जल्दी हेले भी होपफुली आपको बहुत भल लगे। जो मैंने भी वीडियो माध्यम प्रथम थर देखुं चैनल को तो सब्सक्राइब करिए टोटाली भूलिए। वीडियो माध्यम कंटिन्यू करंतु वीडियो लोकेशन रे पहुंची आपण मानक ब्लॉग कंटिन्यू कर। तो फाइनल आज की लोकेशन ऊपर पहुंच जाइए। लोकेशन होची देवी द्वार। आपण ए रोड रे आसला बेलू जो रोड ऊपर को जाइए से रोड बांकी को जाऊँगी चर्चिका मंदिर पे। आईटा हूँ देवी द्वार। एटा एंट्रांस टा एंट्रांस रे बहुत देखो केते बड़ लोकेशन अच्छी। ये लोकेशन टा एक्चुअली कौन ना पिकनिक किसी भी फंक्शन बहुत फेमस कहना ये पिकनिक वगैरह सेलिब्रेशन बहुत भल हुए। मो पछरे जमी देखि पारथु आपण रहिला होची यज्ञ मंडप आगपटे रोची बाबा लक्ष्मणेश्वर मंदिर। एटा रहिला बाबा लक्ष्मणेश्वर मंदिर। एपटे ब्रह्मा विष्णु महेश्वर रहिले। एपटे माँ रामचंडी मंदिर। एटा रहा माँ रामचंडी मंदिर। पूरा पाखे महानदी कूल मंदिर टा। बहुत बढ़िया प्लेस फॉर पिकनिक।
ଆଉ ରାମାୟଣ ସହିତ କ'ଣ ପାଇଁ ଜଡ଼ିତ ଅଛି? କାରଣ ଯେତେବେଳେ ରାମଚନ୍ଦ୍ର ପ୍ରଭୁ ରାମଚନ୍ଦ୍ର ଆଉ ତାଙ୍କ ଭ୍ରାତା ଲକ୍ଷ୍ମଣ ଆଉ ମାତା ସୀତାଙ୍କ ସହିତ ଯେତେବେଳେ କିଛି ଦିନ ଏଇଠି ଅତିବାହିତ କରିଥିଲେ ବନବାସ ଟାଇମରେ, ସେଇ ସମୟରେ ଏଇଠି କୌଣସି ଦେବତା ନଥିବାରୁ ସିଏ ରାମଚନ୍ଦ୍ର ମା ସିଦ୍ଧେଶ୍ୱରୀ ରାମଚଣ୍ଡୀଙ୍କୁ ଏଇଠି ସ୍ଥାପନା କରିଥିଲେ। ଆଉ ଯେହେତୁ ଲକ୍ଷ୍ମଣଙ୍କ ଦ୍ୱାରା ବାବା ମହାଦେବଙ୍କୁ ଏଇଠି ସ୍ଥାପନ କରାଯାଇଥିଲା, ସେଥିପାଇଁ ବାବାଙ୍କୁ ଏଇଠି ଲକ୍ଷ୍ମଣେଶ୍ୱର ନାମରେ ପୂଜା ପାଉଛନ୍ତି। ଆଉ ମାତା ସୀତାଙ୍କ ନାମ ଅନୁସାରେ ଏ ଜାଗାର ନାଁ ମା ଦେବୀ ଦ୍ୱାର ଅନୁସାରେ ନାମିତ ହେଇଛି। ଲୋକେସନ ଦେଖିପାରୁଥିବେ କେମିତି ହେଇଛି। ଆଉ ସେଇ ମଝି ଯୋଉ ଜାଗାଟା ଯୋଉଟା ଦେଖାଯାଉଛି ଆପଣମାନଙ୍କୁ ଲୋକେସନଟା, ସେ ଲୋକେସନକୁ ଡଙ୍ଗାରେ ଯାଇକି ଲୋକ ବୁଲିକି ଆସୁଛନ୍ତି। ସେଇ ଜାଗାଟାକୁ ଆମେ ମାନେ ଗୋଟେ ଆଇଲାଣ୍ଡ ଟାଇପର କୁହାଯାଉଛି, ଆଉ ସେଟାର ନାଁ ହଉଛି କଇଁଚ ଆଇଲାଣ୍ଡ। ଯେତେବେଳେ ନଦୀରେ ଆକ୍ଚୁଆଲି ବଢି ଯାଉଛି, ପାଣି ଯେତେବେଳେ ଅଧିକ ହେଇଯାଉଛି, ସେଇ ଟାଇମରେ କଇଁଚ ମାନେ ସାଧାରଣତଃ ଯାଇକି ସେଇଠି ରୁହନ୍ତି, ତ ସେଥିପାଇଁ ଏଟାକୁ କଇଁଚ ଆଇଲାଣ୍ଡ କୁହାଯାଉଛି। ଆଉ ପାଣି ପୁରା ଉପରେ ଯାଏଁ ଯାଉଛି, ବଟ୍ ଯେତେ ଯାହା ହେଲେ ବି ମାଙ୍କ ମନ୍ଦିର ଭିତରକୁ ଯାଉନି। ପାଣି ପୁରା ଟୋଟାଲ ଯେତିକି ରେଲିଂ ଦେଖି ପାରୁଥିବେ ଆପଣ, ରେଲିଂକୁ ଲାଗିକି ପାଣି ଯାଉଛି। ଏବେ ତ ପାଣି ବହୁତ ପରିମାଣରେ କମ୍ ଅଛି, ବଟ୍ ପାଣି ସେତିକି ଦୂର ଯାଏଁ ଯାଉଛି। କେବେ ବି ଆପଣ ଇମାଜିନ୍ କରିପାରୁଛନ୍ତି ଯେ ଏତେ ଉପରେ ପାଣି ଯାଉଥିବ ବୋଲି। ପୁରା ମନ୍ଦିର ପାଖ ଯାଏଁ ପାଣି ପଳଉଛି। ଆଉ ଲୋକେସନ ଏବେ ଦେଖନ୍ତୁ, ପାଣି ବହୁତ କମ୍ ଥିବାରୁ କେତେ ବଢିଆ ଦେଖାଯାଉଛି। ପଥର ଅଛି, ବଢିଆ ଫଟୋ ସୁଟ୍ ପାଇଁ, ଫଟୋ ଉଠେଇବା ପାଇଁ ବା ଭିଡ଼ିଓ ସୁଟ୍ ପାଇଁ ବହୁତ ହି ବଢିଆ ହେଇଛି। ଆଉ ମନ୍ଦିର ସାଇଡରେ ବି ପିକନିକ ପାଇଁ ବହୁତ ସାରା ପିଣ୍ଡି କରାଯାଇଛି। ଯାଇ ଗୋଟେ ଗୋଟେ ପିଣ୍ଡି ପାଖାପାଖି 400 ଟଙ୍କା ଲେଖାଏଁ ନେଉଛନ୍ତି ବୁକିଂ ପାଇଁ, ସେଠି ଲେଖା ହେଇଛି ଯାହା। ଆଉ ଲୋକେସନ ଆପଣ ଦେଖିପାରୁଥିବେ, ପଛପଟେ ମହାନଦୀ ପୁରା। ଆଉ ଯେମିତି ମୁଁ କହିଲି, ସେ ଆଇଲାଣ୍ଡକୁ ଯିବା ପାଇଁ ରାସ୍ତା ଅଛି, ବଟ୍ ଏବେ କୌଣସି ନାଉରିଆ ନାହାନ୍ତି, ତ ଯଦି ନାଉରିଆ ଥାନ୍ତି ସିଓର ଯାଇଥାନ୍ତି ମୁଁ, ସେ ବି ଲୋକେସନ ଆପଣଙ୍କୁ ଦେଖେଇଥାନ୍ତି। କୋଉମାନେ ଆପଣ ମାନେ ଯୋଉମାନେ ବି ଭିଡ଼ିଓ ଦେଖୁଛନ୍ତି, ଯୋଉମାନେ ଆଗରୁ ଏ ଲୋକେସନ ବିଷୟରେ ଦେଖିଥିଲେ କି ଜାଣିଥିଲେ, ସେମାନେ କମେଣ୍ଟ ମାଧ୍ୟମରେ ଜଣେଇବେ ଆପଣମାନଙ୍କୁ କେମିତି ଲୋକେସନ ଦେଖିକି ଲାଗିଲା। ଆଉ ଯୋଉମାନେ ଦେଖିନାହାନ୍ତି ସେମାନଙ୍କ ପାଇଁ ତ ନୂଆ ରହୁଛି, ତ ଲୋକେସନ କେମିତି ଲାଗୁଛି କହିବେ, କମେଣ୍ଟ ମାଧ୍ୟମରେ ଜଣେଇବେ। ହୋପଫୁଲି ଯଦି ଆପଣଙ୍କୁ ଭିଡ଼ିଓ ଭଲ ଲାଗିଥିବ ତ ଲାଇକ୍, କମେଣ୍ଟ ଆଉ ସେୟାର କରିବାକୁ ଭୁଲିବେନି। ସବସ୍କ୍ରାଇବ କରିବାକୁ ଟୋଟାଲି ବି ଭୁଲିବେନି। ଆଉ ଦେଖିପାରୁଥିବେ ଲୋକେସନ କେତେ ବଢିଆ ହେଇଛି। ମୁଁ ଆଜି ସକାଳୁ ସକାଳୁ ହିଁ ବାହାରିକି ପଳେଇ ଆସିଥିଲି। 10ଟା ଲୋକେସନ ଯେତେବେଳେ ମୁଁ ସିରିଜ ଷ୍ଟାର୍ଟ କରିବି ବୋଲି କହିଥିଲି, 10ଟା ଲୋକେସନ ମୁଁ କରିବି ବୋଲି କହିଥିଲି। ତ ଏଇଟା ମୋର ଫାଷ୍ଟ ବ୍ଲଗ ରହୁଛି ଏଇ ଲୋକେସନରେ। ହୋପଫୁଲି ଆପଣମାନଙ୍କୁ ବହୁତ ଭଲ ଲାଗିଥିବ ଭିଡ଼ିଓ। ଲୋକେସନ ପିକନିକ ସ୍ପେସ୍ ପାଇଁ, ପ୍ରି ୱେଡିଙ୍ଗ ସୁଟ୍ ପାଇଁ ବହୁତ ବଢିଆ ହେଇଛି। ଆଉ ଆମର ଯେତେବେଳେ ମୁଁ ଜବ୍ କରିଥିଲି କଟକରେ, ସେଇ ଟାଇମରେ ବି ଆମର ଏଇଠି ବହୁତ ସାରା ଫଙ୍କସନ ବଗେରା ହେଇଛି। ଲୋକେସନ ହଉଛି ବହୁତ ବେଷ୍ଟ। ଆଉ ଆପଣ ତ ଶୁଣିପାରୁଥିଲେ ଯେମିତି ରାମାୟଣ ସହିତ ବି ଜଡ଼ିତ ଅଛି। ବହୁତ ଲୋକେସନ ଆକ୍ଚୁଆଲି ବହୁତ ପୁରୁଣା, ଡେଭଲପମେଣ୍ଟ ବହୁତ କମ୍ ହେଇଛି। ହୋପଫୁଲି ଆଗକୁ ବହୁତ ଡେଭଲପମେଣ୍ଟ ହେଇଯିବ। ତ ଯୋଉମାନଙ୍କୁ ଭିଡ଼ିଓ ଭଲ ଲାଗିଥିବ ସେମାନେ ଯେମିତି ହେଲେ ଲାଇକ୍, କମେଣ୍ଟ, ସେୟାର କରିବାକୁ ଭୁଲିବେନି। ଆଉ ଭିଡ଼ିଓଟିକୁ ବହୁତ ମାତ୍ରାରେ ସବସ୍କ୍ରାଇବ କରନ୍ତୁ, ଯାହାଫଳରେ କି ମୋତେ ବି ବହୁତ ଭଲ ଲାଗିବ। ଆଉ ମୁଁ ଆପଣଙ୍କ ପାଖରେ ବହୁତ ଜଲ୍ଦି ନୂଆ ନୂଆ ଭିଡ଼ିଓ ଆଣିକି ପହଞ୍ଚିବି। ରହୁଛି, ଧନ୍ୟବାଦ। ନେକ୍ସଟ ବ୍ଲଗରେ ଦେଖା ହେବା ଆଉ ଗୋଟେ ପ୍ଲେସ୍ ସହିତ।